ଯୁଦ୍ଧ ସମାପନ କଲେ 17 ଦିନ 20 ଯୁଦ୍ଧ ସରିଲା ଗୋଟିଏ ଓଡ଼ିଆ ଯୁଦ୍ଧ ତାଙ୍କର ବାକି ରହିଗଲା। ସେ କହିଥିଲେ ଯେ ମୁଁ କଳି ଶେଷରେ ଓଡ଼ିଆ ଯୁଦ୍ଧ ଶେଷ କରି ତୃତୀୟ ବିଶ୍ୱଯୁଦ୍ଧ ଯୋଉଟା ଆମେ କହୁଛେ ଆମ ଭାଷାରେ ପ୍ରଭୁଙ୍କର ଭାଷାରେ ମହାଭାରତ ଯୁଦ୍ଧ ଓଡ଼ିଆ ଯୁଦ୍ଧ ବାକି ଅଛି କଳି ଶେଷରେ ସରିଲେ। ସେ ଦ୍ୱାପର ଲୀଳା ଯେତେବେଳେ ସରିଲା ମହାଭାରତ ଯୁଦ୍ଧ ସରିଲା ଭଗବାନ ଶ୍ରୀକାନ୍ତ କଣ କଲେ ତାଙ୍କର ଯୋଉ ଦେବୀ ମାନଙ୍କୁ ଏବଂ ଭକ୍ତ ମାନଙ୍କୁ ଡକାଇ ଗୋଟେ ସଭା ବସେଇଥିଲେ। ଯେମିତି ଆମର ଗହଳ ସଭା ବସୁଛି ଗୋଟେ ସଭା ବସେଇଥିଲେ। ସେ ସଭାରେ ସେ ପ୍ରଭୁ କଣ କହୁଛନ୍ତି ସେ ଜାଣିବା। ଦ୍ୱାପର ଯୁଗର ଲୀଳା ଶେଷ ବେଳେ প্রভু বিচার যে কলে রামরে প্রভু বিচার যে কলে ভকত মানকু ডকাই নপাশে শ্রীমুখরে আজ্ঞা দেলে রামরে শ্রীমুখরে আজ্ঞা দেলে রামরে শ্রীমুখরে আজ্ঞা দেলে দ্বাপর যুগর শিলা শেষ বেড়ে প্রভু বিচার যে কলে রামরে প্রভু বিচার যে কলে ভকত মানকু ডকাই নপাশে শ্রীমুখরে আজ্ঞা দেলে রামরে শ্রীমুখরে আজ্ঞা দেলে রামরে শ্রীমুখরে আজ্ঞা দেলে। ଦ୍ୱାପର ଲୀଳା ଯେତେବେଳେ ସରିଲା ପ୍ରଭୁ ଶ୍ରୀକୃଷ୍ଣ ଗୋଟେ ସଭା ବସେଇଥିଲେ ଏବଂ ଦେବୀ ମାନଙ୍କୁ ଯୋଉମାନେ ତାଙ୍କୁ ଦ୍ୱାପର ଲୀଳାରେ ସହଯୋଗ କରିଥିଲେ ଅଷ୍ଟ ସଖୀ 16 ଠାକୁରାଣୀ ଯେତେ ତାଙ୍କର ଭକ୍ତ ଥିଲେ ସମସ୍ତଙ୍କୁ ଡାକି ଗୋଟେ ଲୀଳା କଲେ। ସେଠି କହୁଛନ୍ତି ଯେ ପ୍ରଭୁ ତାଙ୍କୁ ଆଜ୍ଞା ଦେଲେ। କଣ ଆଜ୍ଞା ଦେଲେ ନା ତୁମ୍ଭେ ଅଷ୍ଟ ଦେବୀ ଆମ୍ବ ସେ ବାସେବି ମୋର ବଚନ ଘେନିବ ରାମରେ ମୋର ବଚନ ଘେନିବ ମୋର ବଚନ ଘେନିବ মৃগহল দলে যেতে ভক্ত ଥିବେ মৃগহল দলে যেতে ভক্ত ଥିବେ যতে সাই রখিব রামরে যতে সাই রখিব রামরে যতে সাই রখিব। कौन कहले कि तुम्हें मोर जो अष्ट सखी अष्ट देवी तुम्हें समस्त उपस्थित अच्छा एवं 16 ठाकुराणी उपस्थित अच्छा मोर द्वापर लीला सरिला मु बर्तमान विदाय नेबी तुम मान को दायित्व देकी जाउची जे मो गहन दल जते भक्त थिले सेतले मते गहन दल थिला गहन दल को आपण छोटिया मन करू बर्तमान गहन दल आछि द्वापर रे मते गहन दल थिला त्रेता रे मते गहन दल थिला सत्य युग रे मते गहन दल थिला गहन दल 4 युग रे अछि गहन दल तत्व अछि से कहले वो गहन दल बर्तमान जति भक्त अछंती तुमे ताको सब साइड की रखिथियो जत्न रे साइड की रखिथियो काहे की साइड की रखिबे भगवान कहले काहे की साइड की रखिबे ना कल्की अवतारे बारण बेले गणिता करिण देव रामरे गणिता करिण देव रामरे गणिता करिण देव भक्त जे मते विभ्रम नहिबे भक्त जे मते विभ्रम नहिबे लीलानी मते रखिब रामरे लीलानी मते रखिब रामरे लीलानी मते रखिब। कौन
କହିଲେ ଯେ ମୁଁ ଯେତେବେଳେ କଳ୍କି ଅବତାର ହୋଇକି ଆସିବି, ଯେତେବେଳେ କଳିଯୁଗ ଶେଷ ସମୟରେ କଳ୍କି ଅବତାର ହୋଇକି ଆସିବି, ବାରଣ ବେଳେ ମତେ ଭକ୍ତଙ୍କର ଆବଶ୍ୟକ ପଡିବ। ଭକ୍ତ କିଏ? ସେ ଯୋଉ ଦେବାଦେବୀ ମାନେ ଦ୍ୱାପର ଯୁଗରେ ଅପେକ୍ଷା କରି ଅଛନ୍ତି, ପ୍ରଭୁ ଆସିଲେ ଆମମାନଙ୍କୁ ଉଠେଇବେ, ଆମେ ପ୍ରଭୁଙ୍କ ଲୀଳାରେ ଆମେ ଅଂଶଗ୍ରହଣ କରିବୁ। ଏବଂ କିଛି ଦେବାଦେବୀ ମନୁଷ୍ୟ ଶରୀର ଧାରଣ କରି ଗହଣ ଦଳରେ ଆସି ପହଞ୍ଚିଛନ୍ତି। କାହିଁକି ନା ମୁଁ ଯେତେବେଳେ ଲୀଳାଟି କରିବି, ସେ ଲୀଳାରେ ମତେ ଭକ୍ତ ଦରକାର ପଡିବ, ମତେ ଭକ୍ତମାନେ ସାହାଯ୍ୟ କରିବେ। ତେଣୁକରି ପୂର୍ବରୁ ତାଙ୍କର ନିର୍ଦ୍ଦେଶ ଥିଲା ଦେବୀ ମାନେ ସବୁ ଆମର ଗହଣ ଦଳ 16ଟା ମଣ୍ଡଳ ଅଛି। 16ଟା ମଣ୍ଡଳରେ 16 ଠାକୁରାଣୀ ଅଛନ୍ତି। ଓଡ଼ିଶା ସାରା ମଣ୍ଡଳ ଆମର ଅଛି। ପ୍ରତ୍ୟେକ ଏରିଆରେ ଜଣେ ଜଣେ ଦେବୀ ଅଛନ୍ତି। ସିଏ ତାଙ୍କର ଗହଣ ଦଳ ଭକ୍ତଙ୍କୁ କହିଲେ ସେ ତାଙ୍କୁ ଏମିତି ଏକାଥରେ ମେଳା କରି ତାଙ୍କୁ ଯତ୍ନରେ ସାଇତି ରଖିଛନ୍ତି। ଯେତେବେଳେ ବାରଣ ବେଳ ଆସିବ, ବାରଣ ବେଳ ମହାପ୍ରଭୁ ଲାଗି ଅଛି ହବ ଯେତେବେଳେ ବାରଣ ବେଳ ମହାପ୍ରଭୁ କହୁଛନ୍ତି, ସେଇ ସମୟରେ ଭକ୍ତମାନଙ୍କର ଆବଶ୍ୟକ ପଡିବ। ସେଥିପାଇଁ ମତେ ଭକ୍ତଙ୍କୁ ଭାଇ ଯୋଉ ଦେବାଦେବୀ ମାନେ ଯୋଉଟା ପଥର ହେଇକି ଅଛନ୍ତି, ମାଟି ତଳେ ଅଛନ୍ତି, ବା କିଏ ଗୋଟେ ଅପୂଜାଇ ପୂଜା ପାଉଛନ୍ତି, କିଏ କୋଉଠି ସବୁ ଗ୍ରାମ ଦେବତୀ ଉପରେ ବସିଛନ୍ତି, ସେମାନେ ସବୁ ଦାପର ଲୀଳାରେ ପ୍ରଭୁଙ୍କୁ ସାହାଯ୍ୟ କରିଥିଲେ। ତାଙ୍କୁ ପ୍ରଭୁ କହିଥିଲେ ତୁମେ ଏଇଠାରେ ଥାଅ, ମୁଁ ତମକୁ ଏରିଆ ବାଣ୍ଟିଦେଲି, ତୁମେ ଯୋଉ ଏରିଆରେ ଅଛ ତମେ ଖାଅ। ମୁଁ ଯେତେବେଳେ ଆସିବି ମତେ ତମେ ମାନେ ଆସିବ। କେମିତି ଆସିବେ, ତାର କଣ ରହସ୍ୟ, ସେ କଥା ଟିକେ ଜାଣିବେ।